ଆଜି ସନ୍ଧ୍ୟାରେ ଆରମ୍ଭ କଲି ମିନି ବ୍ଲଗଟି। ମଉସାଙ୍କୁ ଟିକେ ଚାହା ଦେଇଦେଲି ପିଇବା ପାଇଁ। ମୁଁ ଟିକେ ଚାହା ଧରିକି ବସି ପଡ଼ିଲି। ଚାହା ପିଇ ପିଇ କାଟିଦେଲି ଚଲଣାକୁ। ଚଲଣାରେ କରିବି ଆଜି କ୍ଷୀର ଦେଇକି ସନ୍ତୁଳା, ତା ସାଙ୍ଗକୁ ପରଟା। ଆଜି ବଡ଼ ଝିଅ ପଳେଇଯିବ, ସେଥିପାଇଁ ତରତର ହେଇକି ଟିକେ ରୋଷେଇ କରୁଛି। କଢ଼େଇ ଗୋଟେ ବସେଇ ତେଲ ଫୁଟଣ ସବୁ ଦେଇ ତା ଦେହରେ ପିଆଜ କଞ୍ଚାଲଙ୍କା ପକେଇଦେଲି କାଟିକି ରଖିଥିବା ଚଲଣାକୁ। ସେ ଟିକେ ସାଙ୍କୁଡ଼ିକି ଆସିଲା ପରେ ପକେଇଦେଲି ଲୁଣ, ଟିକେ ସିଝିଲା ପରେ ଦେଇଦେଲି ଟିକେ କ୍ଷୀର। ଏଇଭଳି ଚଲଣାର କ୍ଷୀର ଦେଇକି ସନ୍ତୁଳାଟି ରୁଟି ପରଟା ସାଙ୍ଗରେ ଖାଇବାକୁ ବଢ଼ିଆ ଲାଗିବ। ତାପରେ ଅଟା ଦଳି ରଖିଥିଲି, ବନେଇଦେଲି ପରଟା। ପରଟା କରିସାରିଲା ପରେ ଦେଇଦେଲି ପିଲାମାନଙ୍କ ପାଇଁ ଖାଇବା। ମଉସାଙ୍କୁ ମଧ୍ୟ ଦେଇଦେଲି ପରଟାକୁ ସନ୍ତୁଳା ଖାଇବା ପାଇଁ। ବଡ଼ ଝିଅ ଖାଇଦେଇକି ଯାଇଛି ଠାକୁରଙ୍କୁ ପ୍ରଣାମ କରିବା ପାଇଁ। ଏବେ ବାହାରି ପଡ଼ିବ, ରାତିରେ ଅଛି ବସ୍। ଅଟୋ ଧରେ ପଳେଇଗଲୁ ବସ୍ଷ୍ଟାଣ୍ଡକୁ। ବସ୍ଷ୍ଟାଣ୍ଡରେ ଟିକେ ଜଗିଲା ପରେ ଆସିଲା ବସ୍। ତାପରେ ପିଲାମାନେ ପଳେଇଗଲେ। ମୁଁ ଘରକୁ ଆସିଲି ଏକା। ଘରକୁ ଆସିଲା ପରେ ଏତେ ଖରାପ ଲାଗିଲା ମନ କୁହନ୍ତୁନି। ଆଜି ପାଇଁ ରହୁଛି, ନମସ୍ତେ।